पढ़िबे 12 पद पढ़िबा। ଅତଏବ ହେ ସ୍ୱର୍ଗ ଓ ତନିବାସୀମାନେ ଆନନ୍ଦ କର, ମାତ୍ର ହାୟ ପୃଥିବୀ ଓ ସମୁଦ୍ର, ତୁମେମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲେଇ ଯାଇଅଛି। ଏବେ କଣ ହେଇଛି ଯେ ପୃଥିବୀ ଉପରକୁ ଦିଆବଳ ମହାକ୍ରୋଧରେ ଓହ୍ଲେଇ ଆସିଛି। ଏଟା ମହାକ୍ଲେଶର ମହାସଙ୍କଟ କାଳରେ। ତେଣୁ ଏଇ ଅଧ୍ୟାୟକୁ ମୁଁ ଦେଇଛି ପୃଥିବୀ ପାଇଁ ଆଗକୁ ଭଲ ସମୟ ନାହିଁ। ପୃଥିବୀ ପାଇଁ ଆଗକୁ ଭଲ ସମୟ ନାହିଁ। ବିଶ୍ୱାସୀ ପାଇଁ ଅଛି, ପ୍ରଭୁଙ୍କ ଲୋକମାନଙ୍କ ପାଇଁ ଅଛି, କିନ୍ତୁ ପୃଥିବୀ ପାଇଁ ଭଲ ସମୟ ନାହିଁ। କାରଣ ଆମେ ଏ ପ୍ରକାଶିତ ବାକ୍ୟରେ ଅଧ୍ୟାୟ ଗୁଡିକ ଅଧ୍ୟୟନ କରିବା ସମୟରେ ଆମେ ଗୁଡିଏ ବିଷୟ ଭଲ ଭାବରେ ବୁଝିପାରୁଛୁ। ଏଇ ଅଧ୍ୟାୟରେ ଆମେ ଦୁଇଟି ବିଷୟ ଦେଖିବା। ଶୟତାନ ପୂର୍ବେ ଈଶ୍ୱରଙ୍କ ଲୋକମାନଙ୍କୁ ଘୃଣା କରିଥିଲା, ଯୋଉଟା କି ଆମେ ପ୍ରଥମ 5 ପଦରେ ଦେଖିପାରିବା। ଆଉ 6 ପଦରୁ ଯଦି ଆମେ 18 ପଦ ପର୍ଯ୍ୟନ୍ତ ଦେଖିବା, ଶୟତାନ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଭୁଙ୍କ ଲୋକମାନଙ୍କୁ ଘୃଣା କରିବ। ଶୟତାନ କଣ କରିଥିଲା ଅତୀତରେ ଆଉ ଭବିଷ୍ୟତରେ ମଧ୍ୟ, ଆଉ ବର୍ତ୍ତମାନ ମଧ୍ୟ ପରମେଶ୍ୱରଙ୍କ ଲୋକମାନଙ୍କୁ ସେ ଘୃଣା କରୁଥିବ, ଅତିଶୟ କଷ୍ଟ ସେ ଦଉଥିବ। ଆମେ ଯଦି ଅଧ୍ୟୟନ କରି କରି ଯିବା, 3 ପଦ 4 ପଦଟି ପଢିବେ। ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା। ଦେଖ, ଗୋଟିଏ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ, ତାହାର ଶକ୍ତ ମସ୍ତକ ଓ 10 ଶୃଙ୍ଗ, ପୁଣି ମସ୍ତକ ଗୁଡ଼ିକ ଉପରେ ଶକ୍ତ ମୁକୁଟ। ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବାକୁ ଉଦ୍ୟତ ସ୍ତ୍ରୀ ଲୋକ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା। ଏଇଟା ଆମେ ଦେଖୁଛୁ ଯେ ଆକାଶରେ ଗୋଟେ ଲକ୍ଷଣ ଦେଖାଯାଉଛି, ଆଉ ଗୋଟେ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ। ଏ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପର ଚିହ୍ନ କଣ? ଏଇଟା ଗୋଟେ ଭୟଙ୍କର ରକ୍ତପାତକୁ ବୁଝାଉଛି। ଆଗକୁ ଗୋଟେ ଭୟଙ୍କର ସେ ସମସ୍ୟା ସୃଷ୍ଟି କରିବ, ତାର ସୂଚନା ଦିଏ। ତାର ସପ୍ତ ମସ୍ତକ, 10 ଶୃଙ୍ଗ, ଗୋଟେ ମସ୍ତକ ଗୁଡିକ ଉପରେ ସପ୍ତ ମୁକୁଟ। ମାନେ ଏଇଟାକୁ ଦେଖିଲା ବେଳକୁ ଶୈତାନର ଆଗାମୀ ଅଧିପତି ମାନଙ୍କର ଘଟଣାକୁ ଦେଖାଏ। ସେ ମହାକ୍ଲେଶ ସମୟରେ ପୂର୍ଣ୍ଣ ଅଧିକାର ସହିତ ତାର କାର୍ଯ୍ୟକୁ ସେ କରିବ, ଯାହା ଆମେ ଦାନିଏଲ ପୁସ୍ତକରେ ମଧ୍ୟ ଦେଖୁଛୁ। ମାନେ ସେ ଅତି ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବ। ଦେଖାଯାଉଛି 4 ପଦରେ, 4 ପଦଟି ପୁଣି ପଢିବେ। ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବାକୁ ଉଦ୍ୟତ ସ୍ତ୍ରୀ ଲୋକ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା। ଦେଖନ୍ତୁ ଏଟା କଣ ବୁଝାଉଛି? ଶୟତାନ ଆଉ ତାର ପତିତ ଦୂତ ମାନେ, ଯେଉଁମାନେ ତାହାର ପଛରେ ଯାଇଛନ୍ତି, ସେମାନଙ୍କୁ ବୁଝାଉଛି। ମାନେ ଶୟତାନ ଗୋଟେ ବୃହତ ଦଳ, ସେ ସବୁବେଳେ ଈଶ୍ୱରଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିବେ। ତେଣୁ ଆପଣ ଶୈତାନକୁ ଶତ୍ରୁ ବୋଲି ନ ଭାବିଲେ ବି ସେ ଆପଣଙ୍କ ଶତ୍ରୁ ହେଲା। ମାନେ ଯେମିତି ଆପଣ କୁକୁରକୁ ଯେତେ ଗେହ୍ଲା କରି ପଶିଲେ ବି ଦିନେ ନା ଦିନେ କାଟିବ, ଆପଣ କାମୁଡି ବସେ। ତାର କାମ ହଉଛି କଣ? କାମୁଡିବା। ଆପଣ ସାପକୁ ଘରେ ମା ବୋଲିକି ରଖି ପୂଜା କରି ଅଣ୍ଡା କ୍ଷୀର ଦେଲେ ବି କେବେ ଦେଖିଲେ ନା କାଟିବ, କାମୁଡି ବସେ, ସେ ଦଂଶନ କରିବ, ତାର କାମ ଏକା ସେଇଟା। ତ ଶୟତାନ କେବେ ବି ଆପଣଙ୍କର ମିତ୍ର ନୁହଁ, ଆପଣଙ୍କ ଶତ୍ରୁ ଅଟେ। ଆଉ ତା ସହିତ ମିତ୍ରତା ଦିନେ ନା ଦିନେ ମହଙ୍ଗା ପଡିବ।
ତେଣୁ ଆପଣ ମାନେ ବୁଝି ରଖିଥାନ୍ତୁ ଯେ ଶୟତାନ ତାର ଦୂତ ମାନଙ୍କ ସହିତ, ଆପଣ ପଢିବେ ଦ୍ୱିତୀୟ ପିତର 2:4। କାରଣ ଈଶ୍ୱର କାରଣ ଈଶ୍ୱର ପାପରେ ପତିତ ଦୂତମାନଙ୍କୁ ନ ଛାଡି ନରକରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି। এইটা সেই ଦୂତ ମାନେ, ଯୋଉ ପତିତ ଦୂତ ମାନେ 1/3 ନକ୍ଷତ୍ର, ଏଇ ସେ ପତିତ ଦୂତ ମାନଙ୍କୁ ବୁଝାଉଛି। ଆପଣ ଯଦି ଦେଖିବେ ଜିହୁଦା ତାର 6 ପଦ ମଧ୍ୟ ପଢନ୍ତୁ, ଜିହୁଦା 6 ପଦ। ପୁଣି ଯେଉଁ ଦୂତମାନେ ଆପଣା ଆପଣା ଉଚ୍ଚ ପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କୁ ସେ ମହାବିଚାର ଦିନ ପର୍ଯ୍ୟନ୍ତ ଚିରସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି। ଏମାନଙ୍କୁ ଅନ୍ଧକାରମୟ ସ୍ଥାନ ରଖାଯାଇଛି। ଆଉ ଯୋଉ ପାତାଳ କୁଣ୍ଡ ଫିଟା ଯାଇଛି, ସେ ପାତାଳ କୁଣ୍ଡରୁ ଏମାନେ ସବୁ ବାହାରିଛନ୍ତି। ଏବେ ପାତାଳ କୁଣ୍ଡ ଫିଟା ହେଇନାହିଁ, କିନ୍ତୁ ତାର ପ୍ରକୋପ ଆମେ ଦେଖୁଛୁ ଭୟଙ୍କର ଭାବରେ କାର୍ଯ୍ୟ କରୁଛି। ଯେତେବେଳେ ତାକୁ ଖୋଲା ଯିବ କେମିତି ଥିବ। ତେଣୁ ଆଗାମୀ ସମୟ ବିଶ୍ୱାସୀ ପାଇଁ ଭୟଗ୍ରସ୍ତ ହେବାର ସମୟ ନାହିଁ। ଆମର କାମ ହଉଛି ପବିତ୍ର ହେଇ ରହିବା, ଆମର କାମ ହଉଛି ଜାଗ୍ରତ ହେଇ ରହିବା। ଆମେ ଘଟଣା ସବୁକୁ ଦେଖି ବିଚଳିତ ହେବାର ଆବଶ୍ୟକ ନାହିଁ। ଆମର କାମ ହଉଛି ପ୍ରଭୁରେ ରହିବା, ବିଶ୍ୱସ୍ତ ରହିବା। ପ୍ରିୟ ଭାଇ ଭଉଣୀ ମାନେ, ଏଇ ଦିନ ମାନଙ୍କରେ ଆମେ ବୁଝି ରଖିବା ଦରକାର ଯେ ଆମେ କୋଉ ପ୍ରକାର ଘଡ଼ିସନ୍ଧି ମୁହୂର୍ତ୍ତରେ ବାସ କରୁଛୁ। ଆମେ ଏଇ ଜାଗତିକ ବିଷୟ ଗୁଡାକ ପାଇଁ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଆମର ବ୍ୟତିବ୍ୟସ୍ତତା ଅଲଗା ହେବା ଦରକାର। ଏଠି ଆମେ ଦେଖୁଛୁ କଣ, ଶୟତାନ ତାର ଲୋହିତ ବର୍ଣ୍ଣର ସେଇ ସର୍ପ, ଯେ ଶୟତାନ ତାର ସପ୍ତ ମସ୍ତକ, 10 ଶୃଙ୍ଗ, ମସ୍ତକ ଗୁଡିକର ସପ୍ତ ମୁକୁଟ, ମାନେ ପୁରା ଅଧିକାର ପ୍ରାପ୍ତ ତାର ଲୋକମାନେ ପୃଥିବୀ ଉପରେ ରାଜତ୍ୱ କରିବାକୁ ଆସିବେ। এইটা ଆମେ ଦେଖୁଛୁ। ଆମେ ଯଦି ପ୍ରଥମ 2 ପଦ ପଢିବା, ପ୍ରଥମ 2 ପଦ। ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା। ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ ଲୋକ, ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ 12 ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ। ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ। ଏଇଟା ଆମେ ଦେଖୁଛୁ, ପରେ ଆକାଶରେ ଗୋଟେ ମହାଲକ୍ଷଣ ଦେଖିଲି। ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ ଲୋକ, ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ ଲୋକ, ତାର ପାଦ ତଳେ ଚନ୍ଦ୍ର ଓ ମସ୍ତକରେ 12 ନକ୍ଷତ୍ର ଖଚିତ ଥିଲା। এইটা ଇସ୍ରାଏଲ ଗୋଷ୍ଠୀକୁ ବୁଝାଏ। ସ୍ତ୍ରୀ ଲୋକଟା ହଉଛି ଯେ ଇସ୍ରାଏଲ ବଂଶ ବା ଇସ୍ରାଏଲକୁ ବୁଝାଏ। ଏ ସୂର୍ଯ୍ୟଟା ହଉଛି ଯାକୁବ, ଚନ୍ଦ୍ର ହଉଛି ରାହେଲ। ଯଦି ଆପଣ ଦେଖିବେ ୟାର ଘଟଣାଟା, ଆଦି ପୁସ୍ତକ 37 ପର୍ବ 9 ଆଉ 9 ରୁ 11 ପଦ। ଆଦି ପୁସ୍ତକ 37 9 ରୁ 11। ଅନନ୍ତରେ ଯୋସେଫ ଆଉ ଗୋଟିଏ ସ୍ୱପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, ଦେଖ, ମୁଁ ଆଉ ଏକ ସ୍ୱପ୍ନ ଦେଖିଅଛି। ଦେଖ, ସୂର୍ଯ୍ୟ ଓ ଚନ୍ଦ୍ର ଓ 11 ନକ୍ଷତ୍ର ମୋତେ ପ୍ରଣାମ କଲେ। ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ, ତାହାର ପିତା ତାହାକୁ ଧମକାଇ କହିଲେ, ତୁ ଏ କି ପ୍ରକାର ସ୍ୱପ୍ନ ଦେଖିଲୁ? ମୁଁ ଓ ତୋ ମାତା ଓ ତୋ ଭାତୃଗଣ ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ? ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ। ଏଠି ଆମେ ବୁଝିପାରୁଛୁ କଣ, ଏ ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ, ମାନେ ସୂର୍ଯ୍ୟ କିଏ? ସୂର୍ଯ୍ୟ ହଉଛି, ଏଠି ଆମେ ଦେଖୁଛୁ ଯାକୁବ ଆଉ ରାହେଲ। ଆଉ ଏ ନକ୍ଷତ୍ର 12 ନକ୍ଷତ୍ର, ଏଟା 12 ଗୋଷ୍ଠୀକୁ ବୁଝାଏ। ତ ଆଗାମୀ ସମୟରେ ଶୈତାନ କଣ କରିବ, ଏଇ ଗୋଷ୍ଠୀ ବିରୁଦ୍ଧରେ ତାର ସଂଗ୍ରାମ, ତାର ଯୁଦ୍ଧକୁ ସେ ଆଗକୁ ନେବ। ସେ
ମାନେ ଇସ୍ରାଏଲ ଯୀଶୁଙ୍କର ଦ୍ୱିତୀୟ ଆଗମନ ପୂର୍ବରୁ ବହୁତ କଷ୍ଟ ଦେଇ ଗତି କରିବ, ବହୁତ କଷ୍ଟ ଦେଇ ଗତି କରିବ। ଏବେ ପର୍ଯ୍ୟନ୍ତ ଇସ୍ରାଏଲ ଆମେ ଭାବୁଛୁ ଇସ୍ରାଏଲ ସେତିକି ପାରିବ ନାହିଁ, ସବୁଠାରୁ ଶକ୍ତିଶାଳୀ ଦେଶ, ଗୋଟେ ସମୟ ଆସିବ ତାର ପରିସ୍ଥିତି ଆହୁରି ଭୟଙ୍କର ହବ। କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଦେଖିବା ଯେ ପ୍ରଭୁ ତାକୁ ସାହାଯ୍ୟ କରିବେ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାନ୍ତି ନାହିଁ, ନିଦ୍ରା ଯାଆନ୍ତି ନାହିଁ। ଆପଣ ଯଦି ପ୍ରକାଶିତ ବାକ୍ୟ ଦେଖିବେ, ହୁଏତ ଶୈତାନ ଆପଣଙ୍କୁ ଆଂଶିକ ଭାବରେ ବିଜୟ ହେଲା ପରେ ଦେଖାଯିବ, କିନ୍ତୁ ସଦାପ୍ରଭୁ ହିଁ ସର୍ବବିଜୟୀ ଅଟନ୍ତି। ଆପଣଙ୍କ ଜୀବନରେ ମଧ୍ୟ ଶୈତାନ ହୁଏତ ବେଳେ ବେଳେ ବିଜୟ ହେଲା ପରେ ଆପଣଙ୍କୁ ଲାଗୁଥିବ, କିନ୍ତୁ ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ଶୈତାନ କେବେ ବି ବିଜୟ ହେଇପାରିବ ନାହିଁ। ଶୈତାନ କେବେ ମଧ୍ୟ ଆପଣଙ୍କ ଉପରେ ବିଜୟ ହେଇପାରିବନି। ଆପଣ ପଢିବେ ଟିକେ 5 ପଦ ଆଉ 6 ପଦ। ଯେ ସମସ୍ତ ଜାତିଙ୍କୁ ଲୌହଦଣ୍ଡରେ ଶାସନ କରିବେ, ଏପରି ଏକ ପୁତ୍ର ସନ୍ତାନଙ୍କୁ ସେହି ସ୍ତ୍ରୀ ଲୋକ ପ୍ରସବ କଲେ। ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲେ। ପୁଣି ସେହି ସ୍ତ୍ରୀ ଲୋକ ପ୍ରାନ୍ତରକୁ ପଳାୟନ କଲେ। ସେଠାରେ 1260 ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ କର୍ତ୍ତୃକ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା। ଏଠି ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଇସ୍ରାଏଲ ଜାତିରୁ ଆସିବେ, ଆଉ ସେ ଲୌହ ଦଣ୍ଡରେ କଣ କରିବେ? ପୃଥିବୀକୁ ଶାସନ, ସେ ଶାସନ କରିବେ। ଆଉ ସେ ସ୍ତ୍ରୀ ଲୋକ ଯେ ଇସ୍ରାଏଲ, ସେ ପ୍ରାନ୍ତରକୁ ପଳାୟନ କଲେ। ସେଠାରେ 1260 ଦିନ, ମାନେ ପ୍ରାୟ ସେ କ୍ଲେଶର ସମୟରେ ସେ ସୁରକ୍ଷାରେ ରହିବ, ସେ କ୍ଲେଶର ସମୟରେ ସେ ସୁରକ୍ଷିତ ଭାବରେ ରହିବ। এইটা ଆମେ ଦେଖୁଛୁ। ତାପରେ ଆପଣ ଯଦି ଦେଖିବେ 7 ପଦରୁ ଆମେ ଯଦି ପଢି ପଢି ଆଗକୁ ଯିବା, ଆମେ ପ୍ରଥମ ଅଂଶ ଦେଖିଲୁ ଯେ ଏଇଠି ଆମେ ଖ୍ରୀଷ୍ଟଙ୍କ ବିଷୟରେ ବି ଦେଖୁ, ଯେ ଖ୍ରୀଷ୍ଟ କିପରି ଜନ୍ମଗ୍ରହଣ କରିବେ, ଖ୍ରୀଷ୍ଟ କିପରି ଊର୍ଦ୍ଧ୍ୱକୁ ଉଠେଇ ନିଆଯିବେ, ତାର ବି ଗୋଟେ ଆମେ ରୂପକ ଭାବରେ ଦେଖୁଛୁ ଏଇଠି। ଆଉ ଏଇଟା ମଧ୍ୟ ଆମେ ଦେଖୁ ଯେ ଇସ୍ରାଏଲ ପ୍ରତି ଯୋଉ ଲୋକମାନେ ଉଦ୍ଧାର ପ୍ରାପ୍ତ ହେଇଥିବେ, ସେମାନଙ୍କ ପ୍ରତି ମଧ୍ୟ ଶୈତାନ କି ପ୍ରକାର ଭାବରେ ଯୁଦ୍ଧ କରିବାକୁ ଆସିବ, କିନ୍ତୁ ପ୍ରଭୁ ତାକୁ ରକ୍ଷା କରିବେ। এইটা ମଧ୍ୟ ଆମେ ଏଠି ବୁଝିପାରୁଛୁ। ଯଦି ଆମେ ଦେଖିବା ଆଗକୁ, ଆମେ 6 ପଦରୁ 18 ପଦରେ ଆମେ ପଢି ପଢି ଯିବା, ସେଠି ଆମେ ବୁଝିପାରିବା କିଭଳି ଭାବରେ ପ୍ରଭୁ ତାକୁ ରକ୍ଷା କରନ୍ତି। ପୁଣି ଆପଣ ଟିକେ 6 ପଦ ପଢନ୍ତୁ। ପୁଣି ସେହି ସ୍ତ୍ରୀ ଲୋକ ପ୍ରାନ୍ତରକୁ ପଳାୟନ କଲେ। ସେଠାରେ 1260 ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ କର୍ତ୍ତୃକ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା। ପ୍ରଭୁ ପରମେଶ୍ୱର ଗୋଟେ ସ୍ଥାନ ତା ପାଇଁ ପ୍ରସ୍ତୁତ କରିଛନ୍ତି, ଆଉ ପ୍ରଭୁ ତାର ସୁରକ୍ଷା କରି ଯତ୍ନ ନେବେ। ତାପରେ ଆମେ ଯଦି 7 ପଦରୁ ଆମେ ଯଦି ପଢି ପଢି ଯିବା 11 ପଦ ପର୍ଯ୍ୟନ୍ତ, 7 ପଦରୁ 11 ପଦ। ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା। ମିଖାଏଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ। ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ, କିନ୍ତୁ ସେମାନେ ଜୟ କରି ପାରିଲେ ନାହିଁ। ପୁଣି ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ। ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା। ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ, ପରାକ୍ରମ ଓ ରାଜ୍ୟ ପୁଣି ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି। କାରଣ ଆମ୍ଭମାନଙ୍କ ଭାତୃଗଣଙ୍କ ଅପବାଦକ ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି। ଆଉ ସେମାନେ ମେଷ ଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରି ଅଛନ୍ତି। ପୁଣି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରିନଥିଲେ। ଏଠି ଆମେ ଦେଖୁଛୁ ଯେ ଅଳ୍ପ ସମୟ ଲେଖା ହଉଛି 7 ପଦ, ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା। ମାନେ ଶୈତାନ ଏଭଳି ଭାବରେ ଚେଷ୍ଟା କରୁଛି, ସେ ସ୍ୱର୍ଗରେ ଯାଇ ମଧ୍ୟ ଯୁଦ୍ଧ କରିବା ପାଇଁ ଚାହୁଁଛି। ତାର ଲକ୍ଷ୍ୟ କଣ? ସ୍ୱର୍ଗୀୟ ସିଂହାସନ ପାଇବ। ସେ ଆରମ୍ଭରୁ ବି ସେଇଟା ତାର ଚିନ୍ତା ଥିଲା। କଣ କରିବ? ଈଶ୍ୱରଙ୍କ ପରି ତାର ଗୋଟେ ସିଂହାସନ ଥିବ, ଈଶ୍ୱରଙ୍କ ପରି ଲୋକମାନେ ତାକୁ ପୂଜା କରିବେ, ଈଶ୍ୱରଙ୍କ ପରି ତାକୁ ଲୋକମାନେ ମହିମାନ୍ୱିତ କରିବେ, ସେ ଆମେ ତାହାଙ୍କ ପରି ହେବା।
ତ ସେଇ ଚେଷ୍ଟାରେ ସେ ଏବେ ଯୁଦ୍ଧ କରିବା ପାଇଁ ଉଦ୍ୟମ କରୁଛି। ଦେଖାଯାଉଛି ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା। ମିକାଏଲ ଓ ତାହାଙ୍କର ଦୂତ ମାନେ ସେ ସର୍ପ ସହିତ ଯୁଦ୍ଧ କଲେ। ସେଥିରେ ସେହି ସର୍ପ ଓ ତାର ଦୂତ ମାନେ ମଧ୍ୟ ଯୁଦ୍ଧ କଲେ, କିନ୍ତୁ ସେମାନେ ଜୟ କରିପାରିଲେ ନାହିଁ। ସ୍ୱର୍ଗରେ ସେମାନଙ୍କ ସ୍ଥାନ ଆଉ ପାଇଲା ନାହିଁ। ଆଉ ସ୍ୱର୍ଗରେ ସ୍ଥାନ ନାହିଁ। ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଶୈତାନ କଣ କରେ? ପ୍ରବଞ୍ଚନା କରେ। ପ୍ରବଞ୍ଚକ ଦିଆବଳ ଓ ଶୈତାନ ନାମରେ ଖ୍ୟାତ ସେ ପ୍ରକାଣ୍ଡ ସର୍ପ, ସେ ପୁରାତନ ନାଗ, ସେ ଆପଣ ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା। ମାନେ ଯଦି ପୃଥିବୀରେ ନିକ୍ଷିପ୍ତ ହେଉଛି, ତାମାନେ ଭାବି ଦେଖନ୍ତୁ ଆଗାମୀ ସମୟରେ ପୃଥିବୀରେ କିପରି କ୍ଲେଶ ଆସୁଛି। ସେ ପାତାଳ କୁଣ୍ଡରେ ଥାଇ ଏକା ଏତେ ସମସ୍ୟା କରୁଛି। ଯଦି ପାତାଳ କୁଣ୍ଡ ଖୋଲି ଦିଆଯିବ ଆଉ ସେ ତାକୁ କଣ କରାଯିବ? ପୃଥିବୀରେ ପକେଇ ଦିଆଯିବ। ମାନେ ତାର ପୁରା କ୍ରୋଧ, ତାର ପ୍ରକୋପ ସବୁ ଖାଲି ପୃଥିବୀ ଲୋକ ଏକା ଦେଖିବେ। ତେଣୁ ଏବେ ଯୋଉମାନେ ପୃଥିବୀକୁ ଆରାମର ସ୍ଥାନ ବୋଲି ଭାବୁଛନ୍ତି, ପୃଥିବୀକୁ ସୁରକ୍ଷାର ସ୍ଥାନ ବୋଲି ଭାବୁଛନ୍ତି, ସମୟ ଆସିବ ସେମାନଙ୍କ ପାଇଁ। ଆମେ ପରବର୍ତ୍ତୀ ଆମେ ଦେଖୁଥିଲୁ କଣ ମୃତ୍ୟୁ ଆଉ ଘଟିବ ନାହିଁ। ଲୋକମାନେ ମୃତ୍ୟୁ ପାଇଁ କଣ କରିବେ? ବଲ ବଲ ହେବେ, ଛୋଟ ପଟ ହେବେ। ଆପଣ ଦେଖନ୍ତୁ 9 ପର୍ବ ତାର 6 ପଦ, ପ୍ରକାଶ ବାକ୍ୟ 9:6। ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ତାହାର ଉଦ୍ଦେଶ୍ୟ ପାଇବେ ନାହିଁ। ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କ ଠାରୁ ପଳାୟନ କରିବ। ଆମେ 9 ଅଧ୍ୟାୟରେ ଅଧ୍ୟୟନ କରିଥିଲୁ, ତାର ପ୍ରଥମ ପଦ ଦ୍ୱିତୀୟ ପଦରେ ସେ ନକ୍ଷତ୍ର ଯେ ପୃଥିବୀରେ ପତିତ ହେଲା, ପାତାଳ କୁଣ୍ଡ ଚାବି ଦିଆଯାଉଛି, ପାତାଳ କୁଣ୍ଡ ଫିଟଉଛି, ଆଉ ପାତାଳ କୁଣ୍ଡ ନାନା ଶକ୍ତି ବାହାରୁଛି। ଆଉ ତାର ସେ କଣ କରୁଛି? ଏବେ ଯୁଦ୍ଧ କରିବାକୁ ଚେଷ୍ଟା କରୁଛି। ଆମେ 12 ଅଧ୍ୟାୟ ଦେଖୁଛୁ। ଆଉ ସେ ପରାସ୍ତ ହେଇ ପୃଥିବୀରେ ନିକ୍ଷିପ୍ତ ହଉଛି। ଆଉ ପୃଥିବୀରେ ନିକ୍ଷିପ୍ତ ହେଲା ପରେ ଆମେ ଯୋଉ 12 ପଦ ପଢିଥିଲୁ, ପୁଣି 12 ପଦ ପଢିବା। ଅତଏବ ହେ ସ୍ୱର୍ଗ ଓ ତନିବାସୀମାନେ ଆନନ୍ଦ କର, ମାତ୍ର ହାୟ ପୃଥିବୀ ଓ ସମୁଦ୍ର, ତୁମେମାନେ ସନ୍ତାପର ପାତ୍ର। କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି। କାରଣ ଶୈତାନର ସମୟ ଅଳ୍ପ। ତାକୁ ଯୋଉ 7 ବର୍ଷ ଦିଆଯାଇଥିଲା, ସେ 7 ବର୍ଷ ସମୟ ସମାପ୍ତ ହେବା ପାଇଁ ଯାଉଛି। ମାନେ ମହାକ୍ଲେଶର ଶେଷ ପର୍ଯ୍ୟାୟରେ ସେ ଆସୁଛି। ତ ସେ କଣ କରିବ? ଆହୁରି ଅଧିକ ସମୟ କଣ? ତ ସେ କଣ କରିବ? ଆହୁରି ଅଧିକ ଭାବରେ ସେ ଲୋକମାନଙ୍କ ଉପରେ ମାରି ପଡିବ। ତ ପ୍ରିୟ ଭାଇ ଭଉଣୀ ମାନେ, ଇସ୍ରାଏଲ ପ୍ରତି ଆହୁରି ବିପଦ ମାଡି ଆସୁଛି। ଆଗକୁ ଭୟଙ୍କର ସମୟ ଥିବ। ମଣ୍ଡଳୀ ତ ଚାଲିଥିବ, କିନ୍ତୁ ଇସ୍ରାଏଲ ଯେତେବେଳେ ରହିଥିବ ତା ପ୍ରତି ଭୟଙ୍କର ପରିସ୍ଥିତି ଆସୁ। ତେଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରସ୍ତୁତ ଥାଆନ୍ତୁ ପ୍ରଭୁଙ୍କର ଆଗମନ ପାଇଁ। ଏ ଜଗତରେ ଦେଖନ୍ତୁ ବଞ୍ଚିବା ପାଇଁ ସଂଘର୍ଷ କରିବା ପାଇଁ ପଡୁଛି। ମାନେ ବିନା ପ୍ରତିଦିନ ଗୋଟେ ସଂଘର୍ଷର ଦିନ ଅଟେ। ଯେଉଁମାନେ ପାଖରେ ପଇସା ଅଛି ସେମାନେ ବି ସଂଘର୍ଷ କରୁଛନ୍ତି, ଯାହା ପାଖରେ ପଇସା ନାହିଁ ସେମାନେ ବି ସଂଘର୍ଷ କରୁଛନ୍ତି। ସେଇଟା ସବୁଠୁ ବଡ ବିଷୟ। ଯେଉଁମାନେ ଡେଲି ମଜୁରୀ କାମ କରୁଛନ୍ତି ଦେଖିବେ, ସେମାନେ ତ ମଜୁରୀ ପାଇଁ କଷ୍ଟ ପଡୁଛନ୍ତି। କିନ୍ତୁ ବଡ ବଡ ଧନୀ ଲୋକମାନେ ମଧ୍ୟ ଡେଲି ସକାଳେ ସେମିତି ଏକ ପରିଶ୍ରମ କରୁଛନ୍ତି। ତାଙ୍କୁ ଆହୁରି ପଇସା ଦରକାର, ଆହୁରି ଆହୁରି ଦରକାର। ଏବେ ଯଦି ଡକ୍ଟର ମାନଙ୍କୁ ଦେଖିବେ, ସେମାନେ କେବଳ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ନାହିଁ, ପ୍ରତିଦିନ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ ହେଇଥାଉଛି। ବଡ ବଡ ହୋଟେଲ ଗୁଡାକ କିଛି ଦିନ ଯଦି ବନ୍ଦ ହେଇଗଲା, ବହୁତ କଷ୍ଟ। ଲକଡାଉନରେ ବଡ ବଡ ଧନୀ ମାନେ କାହିଁକି ଚାଲିଗଲେ? ଏଇଥିପାଇଁ ନୁହଁ ଯେ କରୋନାରେ ମଲେ ବୋଲି। ପ୍ରତିଦିନ ଟଙ୍କା ଗଣିବାର ଅଭ୍ୟାସ ଥିଲା ସେମାନଙ୍କୁ। ବିଡା ବିଡା ଟଙ୍କା ଘରେ ଆସୁଥିଲା, ଆଉ ସେଇଟା ଆସିଲା ନାହିଁ।
କଣ ହେଲା ସେମାନଙ୍କୁ ମୁଁ ଦେଖିଛି ରାସ୍ତା କଳରେ ଆଳୁ ପିଆଜ ବିକୁଥିଲେ ସେମାନେ। ଆମ ସହରର ବିରାଟ ବିରାଟ ଧନୀ ଲୋକମାନେ କଣ କରୁଥିଲେ, ଆଳୁ ବସ୍ତା ପିଆଜ ବସ୍ତା ପକାଇ କରୋନା କାଳରେ ରାସ୍ତାରେ ବିକୁଥିଲେ। ଜଣକୁ ପଚାରିଲି କଣ ହେଲା, ସେ କହିଲା କଣ କରିବା ଆଜ୍ଞା, ଆମକୁ ତ ପଇସା ଗଣିବାର ଅଭ୍ୟାସ ଥିଲା। ତ ଆପଣ ମନେ ରଖିଥାନ୍ତୁ, କୌଣସି ବିଷୟ ମଣିଷ ସାହାଯ୍ୟରେ ଆସିବନି। ଆମର ଜୀବନକୁ ସଜାଡିକି ଆମେ ରହିବା ଦରକାର। କାରଣ ଶୟତାନ ମହାକ୍ରୋଧର ସହିତ ଜଗତକୁ ସେ ଓହ୍ଲାଇ ଆସିବ। ଆମେ ଯଦି ଦେଖିବା 13 ପଦରୁ 18 ପଦ ପଢିବା। ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ର ସନ୍ତାନ ପ୍ରସବକାରିଣୀ ସ୍ତ୍ରୀ ଲୋକଙ୍କୁ ତାଡ଼ନା କଲା। ସେଥିରେ ସେହି ସ୍ତ୍ରୀ ଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ 3.5 ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥିନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିବା ପାଇଁ ତାଙ୍କୁ ବୃହତ୍ ଉତ୍କୃଷ୍ଟ ପକ୍ଷୀର 2ଟି ପକ୍ଷ ଦତ୍ତ ହେଲା। ସେହି ସ୍ତ୍ରୀ ଲୋକଙ୍କୁ ଜଳସ୍ରୋତରେ ଭସାଇ ଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍ଗାର କଲା। କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍ଗାରିତ ନଦୀକୁ ଗ୍ରାସ କରି ସ୍ତ୍ରୀ ଲୋକଙ୍କର ସାହାଯ୍ୟ କଲା। ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ଏଠି ଆମେ ଦେଖୁଛୁ କଣ, ଏବେ ଯେତେବେଳେ ସେ ତଳକୁ ପକେଇ ଦିଆଗଲା, ସର୍ପ 13 ପଦରେ ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେଇ ପୁତ୍ର ସନ୍ତାନ ପ୍ରସବ କାରିଣୀ ସ୍ତ୍ରୀ ଲୋକକୁ ମାନେ ଇସ୍ରାଏଲକୁ ସେ କଣ କରୁଛି, କଷ୍ଟ ଦେବା ପାଇଁ ବାହାରି ପଡୁଛି। କିନ୍ତୁ ସେଇ ସମୟରେ ତାକୁ ସେ କଷ୍ଟ ଦେଇ ପାରୁନାହିଁ, କାହିଁକି ପ୍ରଭୁ ତାର ସାହାଯ୍ୟ କରୁଛି। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଇସ୍ରାଏଲ ବଂଶରୁ ଆସିଥିଲେ। ସେ ଇସ୍ରାଏଲ ମାନଙ୍କ ମଧ୍ୟରୁ ପ୍ରଭୁ ଯୀଶୁ ଆସିଥିବାରୁ ସେଇ ସନ୍ତାନଟିକୁ ପ୍ରସବ କାରିଣୀ ମାନେ ଆପଣ ମହାକ୍ଲେଶ ସମୟରେ ଗୋଟେ ନୂଆ ପିଢିକୁ ଆପଣ ଦେଖିବେ ଇସ୍ରାଏଲ ମଧ୍ୟରେ। ଆଉ ସେମାନଙ୍କୁ ସେ କଣ କରିବା ପାଇଁ ଯାଉଛି, ଯୋଉମାନେ ଅବଶିଷ୍ଟ ଲୋକ ଥିବେ, ଈଶ୍ୱରଙ୍କ ଆଜ୍ଞା ପାଳନ କରୁଥିବେ, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ସେ ବାହାରିବେ। ତେଣୁ ଆଗାମୀ ସମୟରେ ମନେ ରଖିଥାନ୍ତୁ, ପୃଥିବୀ ପାଇଁ ଆହୁରି ଭୟଙ୍କର ସମୟ ଘନେଇ ଆସୁଛି। ଏଗୁଡାକ ଆରମ୍ଭ ହେଇନାହିଁ, ଏଗୁଡାକ ଆରମ୍ଭ ହେଇନାହିଁ। ଆପଣ ଭୟଭୀତ ହୁଅନ୍ତୁନି, ଆପଣ ପ୍ରସ୍ତୁତ ହୁଅନ୍ତୁ। ପ୍ରକାଶିତ ବାକ୍ୟ ଆମର ଡରିବାର ବିଷୟ ନୁହଁ, ଆମର ପ୍ରସ୍ତୁତ ହେବାର ବିଷୟ ଅଟେ। ମୁଁ ଆପଣଙ୍କୁ ବାରମ୍ବାର କହୁଛି, ଏଟା ବୁକ୍ ଅଫ୍ ଇନଫର୍ମେସନ ନୁହଁ, ବୁକ୍ ଅଫ୍ ପ୍ରିପାରେସନ। ଆମେ ଗୋଟେ ପ୍ରସ୍ତୁତ ହେଇ ରହିବା ଦରକାର, ଜୀବନକୁ ସଜାଡ଼ିବା ଦରକାର। ହୁଏତ ଆପଣଙ୍କ ଜୀବନ ଆଂଶିକ କ୍ଲେଶ ମଧ୍ୟ ଯିବା ପାଇଁ ପଡିପାରେ। ଏବେ ମଧ୍ୟ ସଂଘର୍ଷରେ ହିଁ ଆମେ ଯାଉଛୁ। ପ୍ରଭୁ ଯୀଶୁ ଯେବେ ଆସିବେ, ତେବେ ଆପଣ ଉଦ୍ଧାର ପାଇଯିବେ। ଯେତେବେଳେ ସେ ଦିଆବଳ ଶୟତାନ ପୃଥିବୀରେ ନିକ୍ଷିପ୍ତ ହବ, ପକେଇ ଦିଆଯିବ, ପାତାଳ କୁଣ୍ଡରୁ ବାହାରିଥିବ, ତାପରେ ସେ କଣ କରିବ, ଯୁଦ୍ଧ କରିବାକୁ ଯିବ। ସେ ସ୍ୱର୍ଗରେ ବି ଯୁଦ୍ଧ କରିବାକୁ ଚେଷ୍ଟା କରୁଛି, ତାର ସବୁ ସୈନ୍ୟ ଦଳ ନେଇକିରି। ଏକାଥରକୁ ମିଖାଏଲ ତା ଦୂତମାନେ ତାକୁ ପରାସ୍ତ କରି ପୃଥିବୀକୁ ଫୋପାଡ଼ି ଦେଲେ। ତାପରେ ମହାକ୍ଲେଶର ଶେଷ ଭାଗ ଆଡକୁ ଆସିବା, ଭୟଙ୍କର ରୂପ ଆସିବ, ଆଉ ତା ମନୁଷ୍ୟର ପରିକଳ୍ପନାର ବାହାରେ। ଆଜି ଆମର ପିଲାମାନେ ସାଇନ୍ସ ପଢୁଛନ୍ତି, ଟେକ୍ନୋଲୋଜି ପଢୁଛନ୍ତି, ଡକ୍ଟର ହଉଛନ୍ତି, ଇଞ୍ଜିନିୟର ହଉଛନ୍ତି, କିଏ ବିଟେକ୍ କରୁଛି, କିଏ ଏମଟେକ୍ କରୁଛି, କିଏ ଲ ପଢୁଛି। ଜାଣି ନାହାନ୍ତି ଯେ କଣ ଘଟିବା ପାଇଁ ଯାଉଛି ବୋଲି। ଭାବୁଛନ୍ତି ମୋର ଡିଗ୍ରୀ ମତେ ରକ୍ଷା କରିଦବ, କିଛି କରିବ ନାହିଁ। ଏ ଧନ ରକ୍ଷା କରିପାରିବନି, ଏ ପ୍ରତିଭା, ଏ ପ୍ରଭା କିଛି ରକ୍ଷା କରିପାରିବନି। ପୃଥିବୀ ଉପରକୁ ସଙ୍କଟ ଘନେଇ ଆସୁଛି, ଇସ୍ରାଏଲ ପ୍ରତି ମଧ୍ୟ ସଙ୍କଟ ଘନେଇ ଆସୁଛି। ଇସ୍ରାଏଲ ଏବେ ମଧ୍ୟ ସେ ପ୍ରକାର ସମସ୍ୟା, ଇସ୍ରାଏଲର ସଂଘର୍ଷର ଜୀବନ। ଯାକବ ସବୁବେଳେ ସଂଘର୍ଷ କରିବାକୁ ଆସିଛି, ଆଗକୁ ବି ତାର ସଂଘର୍ଷ ରହିଥିବ, କିନ୍ତୁ ପ୍ରଭୁ ତାକୁ ବି ରକ୍ଷା କରିବେ। ଆସନ୍ତୁ ପ୍ରାର୍ଥନା କରିବେ।
अनुग्रहकारी पिता परमेश्वर आम आपण निकट समर्पित होउछु आपण दया गुण आपण बढ़ी नियंतु आपण सहित परमेश्वर हुंतु ए संकटर काल रे ए भयंकर दुर्गतिर समय आसीबा पूर्व प्रभु आपण मंडली को सर्वदा प्रस्तुत कर रख प्रभु जेपरी आगामी क्रोधरु समस्त रक्षा प्राप्त हो प्रभु जड़े सुधा जेपरी विनष्ट न होती या आपण इच्छा करती आपण पुत्र को ये पठे प्रभु जेपरी जगत रक्षा प्राप्त हो प्रभु आज जो मैंने जूम रे यूट्यूब रे रही मु प्रार्थना करे प्रत्येक सहित परमेश्वर हो प्रभु पाप अयोग्यतार मंदतार दूर रख प्रभु सर्वदा गोटे जागृत प्रस्तुत जीवन काटिया साहाय्य कर प्रभु मुझा मागी ना द्वारे दान कर आपण नाम महिमा आदर गौरव जुगे जुगे हो प्रत्येक को पुणी थे आपण बलवंत हस्त रखे प्रार्थना।